हेलो डियर स्टूडेंट्स डॉक्टर वीरेंद्र बायोलॉजी चैनल रे आउट मोस्ट पावरफुल वीडियो समस्त स्वागत। आज आर्ट्स पिला मानकर लॉजिक यस लॉजिक माने तर्क शास्त्र रो कंप्लीट सिलेक्शन एई वीडियो रे पिले लॉन्ग क्वेश्चन सुपर सिलेक्शन आ 2 मार्क 3 मार्क सबूरो सुपर सिलेक्शन देई देबी सेति पय वीडियो टिकु शेष पर्यंत देखिवो। ଆଉ ଗୋଟେ ରିକ୍ୱେଷ୍ଟ ପିଲାମାନେ ଲଜିକ ପିଲାମାନେ ବହୁତ ରିକ୍ୱେଷ୍ଟ କରିଥିଲ ଯେମିତି ରିକ୍ୱେଷ୍ଟ କରିଥିଲ ତମମାନଙ୍କର କାମ ହଉଛି ସେମିତି ସାଙ୍ଗମାନଙ୍କ ସହିତ ଭିଡ଼ିଓଟିକୁ ସେୟାର କରିଦିଅ କାରଣ ତମମାନଙ୍କ ପାଇଁ ସେପାରେଟ ଟାଇମ କାଢିକି ଲଜିକର ସୁପର ସିଲେକ୍ସନ ପାଇଁ ଭିଡ଼ିଓ ବନେଇଲି। ତ ତା ପୂର୍ବରୁ କହି ରଖେ ଯଦି ଅଦର ସବଜେକ୍ଟ ଗୁଡ଼ା ଯେମିତିକି ଏମଆଇଏଲ ଅପସନାଲ ଓଡ଼ିଆ ଏମଆଇଏଲ ଓଡ଼ିଆ ଆମର ସାଇନ୍ସ ପିଲାମାନଙ୍କର ଫିଜିକ୍ସ କେମିଷ୍ଟ୍ରି ଆର୍ଟ୍ସ ପିଲାମାନଙ୍କର ହିଷ୍ଟ୍ରି ଜିଓଗ୍ରାଫି ପଲିଟିକାଲ ସାଇନ୍ସ ଏଗୁଡ଼ା ସବୁ ସିଲେକ୍ସନ ଦେଖିନାଅ ଏଇ ଭିଡ଼ିଓର ଡେସ୍କ୍ରିପସନ ବକ୍ସରେ ଲିଙ୍କ ଦେଇ ଦଉଛି ଆଉ ପିନ୍ କମେଣ୍ଟ ଫାଷ୍ଟ କମେଣ୍ଟରେ ଦେଇ ଦଉଛି ଯାଇକି ଚେକ୍ କରି ଦେଖିପାରିବ। ତ ଲଜିକ ସୁପର ସିଲେକ୍ସନ 2026 ପାଇଁ ଫାଷ୍ଟ 2 ମାର୍କ 3 ମାର୍କରୁ ଷ୍ଟାର୍ଟ କରିବା। ହେଲେ ଯୋଉ 2 ମାର୍କ 3 ମାର୍କ ଦେଇଛି ୟାରି ଭିତରେ ସେମ୍ କ୍ୱେଶ୍ଚିନ୍ 2 ମାର୍କର ବି ଆସିପାରେ 3 ମାର୍କର ବି ଆସିପାରେ। ତ ସେଥିପାଇଁ କୌଣସି କ୍ୱେଶ୍ଚିନ୍କୁ ତମେ ଭାବିବନି ଏଇଟା ଖାଲି 2 ମାର୍କ ଆସିବ। ତ ଫାଷ୍ଟ କ୍ୱେଶ୍ଚିନ୍ରୁ ଷ୍ଟାର୍ଟ କରିବା। ହ୍ୱାଟ ଇଜ ଫାଲାସି ଅଫ ଇଲିସିଟ ମାଇନର ମାନେ ଯୁଗୀର ଅବୈଧ ପକ୍ଷତା ଦୋଷ କଣ? ଏଟା ଓଡ଼ିଆରେ ଇଂଲିଶରେ ଦିଟା ଭାଷାରେ ଲେଖା ହେଇଛି କାରଣ ଦିଟା ଟାଇପର ପିଲା ଅଛନ୍ତି ଯୋଉମାନଙ୍କର ଇଂଲିଶ ଲାଙ୍ଗୁଏଜ ତାଙ୍କୁ ବି ହେଲ୍ପ କରିବ ଯୋଉମାନେ ଓଡ଼ିଆ ଲାଙ୍ଗୁଏଜ ତାଙ୍କୁ ମଧ୍ୟ ହେଲ୍ପ କରିବ। ହ୍ୱାଟ ଇଜ ଫାଲାସି ଅଫ ଆଫର୍ମିଂ ଦ କନସିକ୍ୱେଣ୍ଟ ମାନେ ଅନୁସା ସ୍ୱୀକୃତି ଦୋଷ କଣ? ହ୍ୱାଟ ଇଜ ପ୍ରପୋଜିସନାଲ ଭେରିଏବୁଲ ତର୍କବାଚନିକ ଚଳ କଣ? ତର୍କବାଚନିକ ଚଳ ଓକେ ଏଟା ଓଡ଼ିଆରେ ପଡିଥିବ। ସେମିତି ନେମ୍ ଏନି ପ୍ରିନ୍ସିପଲ ଅଫ ଏଲିମିନେସନ ଯେକୌଣସି ଏକ ନିରସନ ନିୟମ ଉଲ୍ଲେଖ କର। ଯେକୌଣସି ଏନି ପ୍ରିନ୍ସିପଲ ଅଫ ଏଲିମିନେସନ। ହ୍ୱାଟ ଇଜ କନଭର୍ସନ ବାୟ ଲିମିଟେସନ ସୀମିତ ସମବର୍ତ୍ତନ କଣ? ତ ସବୁ 2 ମାର୍କ 3 ମାର୍କ ଗିଭ୍ ଆନ୍ ଏକ୍ସାମ୍ପଲ ଅଫ ଫାଲାସି ଅଫ ଅନଡିଷ୍ଟ୍ରିବ୍ୟୁଟେଡ ମିଡିଲ ମାନେ ଅବ୍ୟାପ୍ତ ବ୍ୟାପ୍ତ ମାନେ ଡିଷ୍ଟ୍ରିବ୍ୟୁଟେଡ ଅବ୍ୟାପ୍ତ ଅନଡିଷ୍ଟ୍ରିବ୍ୟୁଟେଡ ମଧ୍ୟମ ପଦ ତର୍କ ଦୋଷର ଏକ ଉଦାହରଣ ଦିଅ। ସବୁ 2 ମାର୍କ 3 ମାର୍କ କ୍ୱେଶ୍ଚନ ରାଇଟ୍ ୱାନ୍ ଆଡଭାଣ୍ଟେଜେସ୍ ଅଫ ମେଥଡ ଅଫ ଡିଫରେନ୍ସ ବ୍ୟତିରେକ ପଦ୍ଧତିର ଏକ ଉତ୍କର୍ଷ ଲେଖ। ବ୍ୟତିରେକ ପଦ୍ଧତି ପିଲେ ମିଲ୍ସ କଣ ବ୍ୟତିରେକ ପଦ୍ଧତି ର ଆଡଭାଣ୍ଟେଜେସ୍ ଲେଖ କଣ? ହ୍ୱାଟ ଇଜ ଲଜିକାଲ କନଷ୍ଟାଣ୍ଟ ତର୍କ ଶାସ୍ତ୍ରୀୟ ଏଟା ତର୍ବ ନୁହେଁ ତର୍କ ଶାସ୍ତ୍ରୀୟ ସ୍ଥିର ପ୍ରତୀକ କଣ? ପିଲେ ଏଟା ଟିକେ ତମର ଇଣ୍ଟରନାଲ ସିଲାବସ ରୁ ମଧ୍ୟ ଟିକେ ସଂଯୋଗ ରହୁଛି ଏଇ ପାର୍ଟଟା ତମେ ଚାହିଁଲେ ଏଟାକୁ ସ୍କିପ୍ ମଧ୍ୟ କରିପାରିବ କିନ୍ତୁ ପଢିଲେ ଭଲ। ଲଜିକାଲ କନଷ୍ଟାଣ୍ଟ କଣ? ହ୍ୱାଟ ରାଇଟ୍ ୱାନ୍ ଆଡଭାଣ୍ଟେଜ ଅଫ ମିଲ୍ସ ମେଥଡ ଅଫ ରେସିଡ୍ୟୁ ପିଲେ ମିଲ୍ସଙ୍କର ମେଥଡ ଯେତିକି ଅଛି ସବୁ ପଢିକି ଯିବ କାରଣ ସବୁଗୁଡା ଇମ୍ପୋର୍ଟାଣ୍ଟ। ଅଫ ରେସିଡ୍ୟୁଜ ମିଲ୍କର ପରିଶେଷ ପଦ୍ଧତିର ଗୋଟେ ଉତ୍କର୍ଷ ଲେଖ। ଆମେ ଲଙ୍ଗ କ୍ୱେଶ୍ଚିନ ମଧ୍ୟ ସେ ମିଲ୍କ ମେଥଡ ଆମେ ପଢିବା। କନଷ୍ଟ୍ରକ୍ଟ ଟ୍ରୁଥ ଟେବୁଲ ଗୋଟେ ଟ୍ରୁଥ ଟେବୁଲ ବନାଅ। କଣ ପି ଦେଇଛି ଏଇ ଯୋଉ ସିମ୍ବଲଟା ତମର ସିମ୍ବଲରେ ଦିଆଯାଇଛି ସେଇଟାକୁ ତମେ ମାନେ ଟ୍ରୁଥ ଟେବୁଲରେ କନଭର୍ଟ କରିବ। ଓକେ ଓଡ଼ିଆରେ ମଧ୍ୟ ଲେଖା ହେଇଛି ଟ୍ରୁଥ ଟେବୁଲ କେମିତି କନଭର୍ଟ ସମସ୍ତେ ଜାଣିଛ ଏଟାକୁ ଟ୍ରୁଥ ଟେବୁଲରେ କନଭର୍ଟ କରିବ। ହ୍ୱାଟ ଇଜ ଫାଲାସି ଫାଲାସି ଉପରୁ ବହୁତ କ୍ୱେଶ୍ଚିନ ଆସୁଛି। ଫାଲାସି ଅଫ ଆର୍ଗୁମେଣ୍ଟମ ଆଡ ଇଗ୍ନୋରାଣ୍ଟମ ତ ପ୍ରତିପକ୍ଷ ଅଜ୍ଞାନ ଲିଭିକ ତଦୋଷ କଣ? ଏଇଟା ଲେଖିବ। ତାପରେ ନେକ୍ସଟ ହଉଛି ହ୍ୱାଟ ଇଜ ଇନଡାଇରେକ୍ଟ ରିଡକ୍ସନ ପରୋକ୍ଷ ରୂପାନ୍ତରୀକରଣ କଣ? ଗୋଟେ ହଉଛି ଇନଡାଇରେକ୍ଟ ଆଣ୍ଡ ଡାଇରେକ୍ଟ ରିଡକ୍ସନ ରିଡ୍ୟୁସ ବାଇ ଇନଡାଇରେକ୍ଟ ମେଥଡ ଡାଇରେକ୍ଟ ମେଥଡ ସବୁ କ୍ୱେଶ୍ଚିନ ଗୁଡା। ହ୍ୱାଟ ଇଜ ଫାଲାସି ଅଫ କମ୍ପୋଜିସନ ସମଷ୍ଟିକରଣ ଦୋଷ କଣ? ଫାଲାସି ଅଫ କମ୍ପୋଜିସନ। ହ୍ୱାଟ ଇଜ ଫାଲାସି ଅଫ ଅନଡିଷ୍ଟ୍ରିବ୍ୟୁଟେଡ ମିଡିଲ ଏଟା ରିପିଟ ହେଇଛି ପିଲେ ଅବ୍ୟାପ୍ତ ମଧ୍ୟପଦ ଦୋଷ କଣ? ଏଟା ଉପରେ ଥିଲା ସେଟା ରିପିଟ ହେଇଛି କ୍ୱେଶ୍ଚିନ ନୂଆ କ୍ୱେଶ୍ଚିନ ନୁହେଁ। ଓକେ ହ୍ୱାଟ ଇଜ ଫାଲାସି ଅଫ ପିପିଟିଓ ପ୍ରିନ୍ସିପଲି ମାନେ ପ୍ରତିପାଦ୍ୟ ସ୍ୱୀକାର ଦୋଷ କଣ? ନେକ୍ସଟ ହଉଛି ହ୍ୱାଟ ଇଜ ସମବ୍ୟାପ୍ତି ପୂର୍ବଥର ପିଲେ ପଡିଥିଲା ବ୍ୟାପ୍ତି ଏ ବର୍ଷ 2026 ପାଇଁ ପଡିବ ସମବ୍ୟାପ୍ତି କଣ? ବ୍ୟାପ୍ତି ଆଉ ସମବ୍ୟାପ୍ତି ଦିଟା ଇମ୍ପୋର୍ଟାଣ୍ଟ ଜିନିଷ। ହ୍ୱାଟ ଇଜ ପରସେପସନ ପ୍ରତ୍ୟକ୍ଷ କଣ? କନଷ୍ଟ୍ରକ୍ଟ ଟ୍ରୁଥ ଟେବୁଲ ଫର ଇମ୍ପ୍ଲିକେଟିଭ ଫଙ୍କସନ ଗୋଟେ ଇମ୍ପ୍ଲିକେଟିଭ ଫଙ୍କସନ ପାଇଁ ଗୋଟେ ଟ୍ରୁଥ ଟେବୁଲ ବନାଅ। ତାମାନେ ଅପାଦକ ଫଳନର ସତ୍ୟ ସାରଣୀ ଗଠନ କର। ୟୁଜ ଅଫ ସିମ୍ବଲ ପ୍ରତୀକର ବ୍ୟବହାର କଣ? ତ ଲେଖିବ ଡେଷ୍ଟ୍ରକ୍ଟିଭ ଡିଲେମା ପିଲେ ଡିଲେମା ପୂର୍ବଥର କ୍ୱେଶ୍ଚିନ ଆସିଥିଲା ଡିଲେମା କଣ? ଟାଇପ୍ସ ଅଫ ଡିଲେମା ଲେଖିବା ପାଇଁ ଡେଷ୍ଟ୍ରକ୍ଟିଭ ଡିଲେମା ଗୋଟେ ସ୍ପେଶାଲ ଏଟା ନିଷେଧାତ୍ମକ ଦ୍ୱିଶୃଙ୍ଗକ ଯୁକ୍ତି କଣ? ଆର୍ଗୁମେଣ୍ଟମ ଆଡ ପପୁଲମ ଲୋକୋତ୍ତେଜକ ତର୍କ ଦୋଷ କଣ? ଲୋକୋତ୍ତେଜକ ତର୍କ ଦୋଷ। ଆଡଭାଣ୍ଟେଜେସ୍ ଅଫ ଜଏଣ୍ଟ ମେଥଡ ସଂଯୁକ୍ତ ପଦ୍ଧତିର ଉତ୍କର୍ଷ ବା ଆଡଭାଣ୍ଟେଜ ଉପକାରିତା କଣ ଲେଖ। ହ୍ୱାଟ ଇଜ ଫାଲାସି ଫାଲାସି ଉପରେ ଦେଖ କେତେ କ୍ୱେଶ୍ଚିନ। ଫାଲାସି ଅଫ ପୋଷ୍ଟ ହକ୍ ଏର୍ଗୋ ପ୍ରୋପ୍ଟର ହକ୍ ୟାର ବିଷୟରେ ଲେଖିବାକୁ ପଡିବ ତମକୁ କଣ ଏଟା ଓଡ଼ିଆରେ କହିବାକୁ ପଡେ କାକତାଳୀୟ ନ୍ୟାୟ ତର୍କ ଦୋଷ କଣ? ହ୍ୱାଟ ଇଜ ପ୍ରପୋଜିସନାଲ ଭେରିଏବୁଲ ପ୍ରପୋଜିସନାଲ ଭେରିଏବୁଲ
ତର୍କବାଚ୍ୟମୂଳକ ଚଳ କାହାକୁ କହନ୍ତି? ଭେରିଏବଲ ମାନେ ଚଳ, ତ କନଷ୍ଟାଣ୍ଟ ମାନେ ସ୍ଥିର, ତ ତର୍କବାଚ୍ୟମୂଳକ ତର୍କବାକ୍ୟମୂଳକ ଚଳ କାହାକୁ କହନ୍ତି? ଗିଭ୍ ଆନ୍ ଏକ୍ସାମ୍ପଲ ଅଫ ଇଲିସିଟ୍ ମାଇନର। ଅବୈଧ ପକ୍ଷତା ଦୋଷ କଣ, ଏହାର ଉଦାହରଣ ଦିଅ। ଇଲିସିଟ୍ ମାଇନର ଆମେ ଉପରେ ମଧ୍ୟ ଦେଖିଥିଲେ। ଇଲିସିଟ୍ ମାଇନର ଏଟା ରିପିଟ୍ ହେଇଛି। ଇଲିସିଟ୍ ମାଇନର ଦେଖ, ଫାଲାସି ଅଫ ଇଲିସିଟ୍ ମାଇନର ଥିଲା। ତ ସେମ୍ କ୍ୱେଶ୍ଚନ ବାରମ୍ବାର ରିପିଟ୍ ହଉଛି ପିଲେ ଏଇ କ୍ୱେଶ୍ଚନ ଗୁଡା। ତ ସବୁ ଗୁଡା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, କୌଣସି କ୍ୱେଶ୍ଚନ କୁ ସ୍କିପ୍ କରିବନି ଯେତିକି କ୍ୱେଶ୍ଚନ ମୁଁ ଦଉଛି। ତ ଷ୍ଟେଟ୍ ଏନି ୱାନ୍ ଅଫ ଦ କ୍ୟାରେକ୍ଟରିଷ୍ଟିକ ଅଫ ସାଇଣ୍ଟିଫିକ ଏକ୍ସପ୍ଲାନେସନ। କଣ ଓଡିଆରେ ଲେଖିବ? ବୈଜ୍ଞାନିକ ବ୍ୟାଖ୍ୟାନର ଯେକୌଣସି ଗୋଟିଏ ଗୁଣ ଲେଖ। ଗୋଟିଏ ଗୁଣ। ଓକେ। ଗିଭ୍ ଆନ୍ ଏକ୍ସାମ୍ପଲ ଅଫ ଇକ୍ୱିଭାଲେନ୍ସ ଫଙ୍କସନ। ଇକ୍ୱିଭାଲେନ୍ସ ଫଙ୍କସନ ମାନେ ସମତୁଲ୍ୟ ଫଳନର ଏକ ଉଦାହରଣ ଦିଅ। ହେଲେ ସବୁ ସବଜେକ୍ଟର ଆମର ସିଲେକ୍ସନ ଆସିଯାଇଛି। ଯଦି ଦେଖିନାହ ଜଲ୍ଦି ଜଲ୍ଦି ଚେକ୍ କର। ଲିଙ୍କ ଏଇ ଭିଡ଼ିଓର ଡେସ୍କ୍ରିପସନ ବକ୍ସରେ ଦେଇଦେଇଛି, ନହେଲେ ପ୍ଲେଲିଷ୍ଟ ଯାଇ ଚେକ୍ କର। ପ୍ଲେଲିଷ୍ଟ ପ୍ଲେଲିଷ୍ଟ ଲେଖା ହେଇଛି ଆର୍ଟ୍ସ ପିଲାମାନଙ୍କ ପାଇଁ ଆର୍ଟ୍ସ ସିଲେକ୍ସନ 2026 ବୋଲି ପ୍ଲେଲିଷ୍ଟ ଲେଖା ହେଇଛି। ପ୍ଲେଲିଷ୍ଟର ଲିଙ୍କ ମଧ୍ୟ ଦେଇ ଦଉଛି ତଳେ। ସେମିତି ହ୍ୱାଟ ଇଜ ଆର୍ଗୁମେଣ୍ଟମ ଆଡ ଭରିକୁଣ୍ଡିନମ ଭରିକୁଣ୍ଡିଆମ। ତ ୟାର ମିନିଂ କଣ? ହେଲେ ଟିକେ ଦେହ ଖରାପ ଯୋଗୁଁ ମୁଁ ଟିକେ ପ୍ରୋନାଉନ୍ସିଏସନ ଭଲସେ କରିପାରୁନି, କିନ୍ତୁ ତମମାନେ ନିଜେ ପଢିଦିଅ। ଓକେ। ଭେରି କୁଣ୍ଡିଆମ। ତ ୟାର ଓଡିଆ ମିନିଂ କଣ? ଆପ୍ତଦ୍ୱାହି ତର୍କ ଦୋଷ କଣ? ଆପ୍ତଦ୍ୱାହି ତର୍କ ଦୋଷ କଣ? ଓକେ। ହ୍ୱାଟ ଇଜ ସକାମ କର୍ମ? ସକାମ ନିଷ୍କାମ ପୂର୍ବ ଥର ପଡିଥିଲା, ଏଥର ସକାମ ପଡିବ। ସକାମ କର୍ମ କଣ? କର୍ମଟା ତମର ଭେରି ଭେରି ଇମ୍ପୋର୍ଟାଣ୍ଟ। ହ୍ୱାଟ ଇଜ ଅର୍ଡିନାରୀ ପରସେପସନ? ଲୌକିକ ପ୍ରତ୍ୟକ୍ଷ କଣ? ଲଙ୍ଗ କୋଶ୍ଚିନ୍ ୟା ପରେ ଅଛି ପିଲେ। ବେଶୀ ବି କୋଶ୍ଚିନ୍ ଦେଇନି, ମାତ୍ର 35 ରୁ 40ଟା ଭିତରେ ତମେ କୋଶ୍ଚିନ୍ ପାଇବ 2 ମାର୍କିଆ। ହ୍ୱାଟ ଇଜ ଇନଡାଇରେକ୍ଟ ରିଡକ୍ସନ? ପରୋକ୍ଷ ରୂପାନ୍ତରୀକରଣ କଣ? ରୂପାନ୍ତରୀକରଣ କଣ? ହ୍ୱାଟ ଇଜ ପକ୍ଷ ଧର୍ମତା? ପକ୍ଷ ଧର୍ମତା କଣ? ନେକ୍ସଟ କୋଶ୍ଚିନ୍ ଯିବା। ହ୍ୱାଟ ଆର୍ ଦ ଆଡଭାଣ୍ଟେଜେସ୍ ମେଥଡ ଅଫ ଏଗ୍ରିମେଣ୍ଟ? ଅନ୍ୱୟ ପଦ୍ଧତିର ଉତ୍କର୍ଷ ଗୁଡିକ କଣ? ଲେଖ ଆଡଭାଣ୍ଟେଜେସ୍। ହ୍ୱାଟ ଇଜ ସାମାନ୍ୟ ଲକ୍ଷଣ ପରସେପସନ? ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ କଣ? ସାମାନ୍ୟ ଲକ୍ଷଣ ପରସେପସନ। ହ୍ୱାଟ ଇଜ ଡକ୍ଟ୍ରାଇନ ଅଫ କର୍ମ? କର୍ମବାଦ କଣ? ଡକ୍ଟ୍ରାଇନ ଅଫ କର୍ମ। ହ୍ୱାଟ ଇଜ ଟ୍ରୁଥ ଫଙ୍କସନ? ସତ୍ୟ ଫଳନ କଣ? ତ ଏଠି ସହିତ ତମର 36ଟା କୋଶ୍ଚିନ୍ ନୁହେଁ ପିଲେ, 35ଟା କୋଶ୍ଚିନ୍। ତା ଭିତରେ ଗୋଟେ ଦିଟା ରିପିଟ୍ ମଧ୍ୟ ହେଇଛି। ତ 35ଟା କୋଶ୍ଚିନ୍ ଦେଇଥିଲି। ଏବେ ଯିବା ଆମେ ଲଙ୍ଗ ଆନ୍ସର ଆଡୁ। ଲଙ୍ଗ ଆନ୍ସର ଲଙ୍ଗ ଆନ୍ସର ତମର ଲଙ୍ଗ କୋଶ୍ଚିନ୍ ଟୋଟାଲ 12ଟା ଦେବି, ତାରି ଭିତରୁ ସବୁ ପଢିବ, ଭଲସେ ପଢିକି ଯିବ। ରିଡ୍ୟୁସ ଫେଲାପ୍ଟନ। ଏଟା ଦେଖ, ଫେଲାପ୍ଟନ ବୋଲି ଗୋଟେ ୱାର୍ଡ ଲେଖା ହେଇଛି କ୍ୟାପିଟାଲରେ। ଇନଡାଇରେକ୍ଟଲି ଫେଲାପ୍ଟନକୁ ତମେ ରିଡ୍ୟୁସ କର। ତା ମାନେ ଫେଲାପ୍ଟନର ପ୍ରଥମ ନ୍ୟାୟ ସଂସ୍ଥାନକୁ ଅପ୍ରତ୍ୟକ୍ଷ, ପ୍ରତ୍ୟକ୍ଷ ହେଲେ ଆମର ଡାଇରେକ୍ଟ, ଅପ୍ରତ୍ୟକ୍ଷ ମାନେ ଇନଡାଇରେକ୍ଟ, ଇନଡାଇରେକ୍ଟଲି ପ୍ରତ୍ୟକ୍ଷ ଭାବେ ରୂପାନ୍ତରୀକରଣ କର। Prove that from two particular propositions no conclusion follows। ଦୁଇଟି ବିଶେଷ ହେତୁ ବାକ୍ୟରୁ କୌଣସି ସିଦ୍ଧାନ୍ତ ନିଷ୍ପନ୍ନ ହୁଏ ନାହିଁ, ପ୍ରମାଣ କର। ପ୍ରମାଣ କର। ଏଟା ପିଲେ ଡାଉଟଫୁଲ କ୍ୱେଶ୍ଚିନ୍, ଏଟା ଆସିପାରେ ନ ଆସିପାରେ, କିନ୍ତୁ ପଢିକି ଗଲେ ଭଲ, କାରଣ ଏଟା ଇଣ୍ଟରନାଲ ସହିତ ମଧ୍ୟ ଲିଙ୍କ ରହୁଛି ଏଇ ଲଙ୍ଗ କୋଶ୍ଚିନ୍ ସେକେଣ୍ଡଟା। ଆଉ ଅଧର ଗୁଡା ତମେ ନିଶ୍ଚିତ ପଢିକି ଯିବ। ଏକ୍ସପ୍ଲେନ ଦ ଫଲୋଇଂ ଫାଲାସିଜ ୱିଥ ଏକ୍ସାମ୍ପଲ। ପିଲେ କହିଥିଲି ଫାଲାସିଜ ବହୁତ କ୍ୱେଶ୍ଚିନ୍ ଆସେ। ନିମ୍ନତ ତର୍କ ଦୋଷ ଗୁଡିକ ଉଦାହରଣ ସହ ବୁଝାଅ। ଏକ୍ସାମ୍ପଲ ସହିତ ବୁଝେଇବ। ଫାଲାସି ଅଫ ଇଲିସିଟ୍ ଜେନେରାଲାଇଜେସନ। ଇଲିସିଟ୍ ମାଇନର ଆମେ ପଢିଥିଲେ, ଇଲିସିଟ୍ ଜେନେରାଲାଇଜେସନ ମଧ୍ୟ। ତ ଅବୈଧ ସାମାନ୍ୟକରଣ ଦୋଷ କଣ? ଫାଲାସି ଅଫ ପିପିଟି ପ୍ରିନ୍ସିପଲ। ଏଇଟା ମଧ୍ୟ ପ୍ରତିପାଦ୍ୟ ସ୍ୱୀକାର ଦୋଷ। ଉପରେ ମଧ୍ୟ 2 ମାର୍କିଆରେ ଦେଖିଥିଲେ, ଦେଖ ଲଙ୍ଗ କୋଶ୍ଚିନ୍ ରେ ମଧ୍ୟ ଆସୁଛି। ଦିଟାକୁ ମିଶେଇ ଦେଇକି ଗୋଟେ ଲଙ୍ଗ କୋଶ୍ଚିନ୍ କରିଦେଲା। ତାପରେ ପ୍ରୁଭ ଦ ଫଲୋଇଂ ଆର୍ଗୁମେଣ୍ଟ ବାय ଡାଇରେକ୍ଟ ଥ୍ରୁ ଟ୍ରୁଥ ଟେବୁଲ ମେଥଡ। ଦେଖ ପିଲେ, ଲେଖା ଯାଇଛି ସିମ୍ବଲିକାଲି, ତାକୁ ଟ୍ରୁଥ ଟେବୁଲ ଓଡିଆରେ ମଧ୍ୟ ଦିଆଯାଇଛି, ଇଂଲିଶରେ ମଧ୍ୟ ଦିଆଯାଇଛି, ଯୋଉଟାକୁ ତମେ ଟ୍ରୁଥ ଟେବୁଲରେ ଲେଖିପାରିବ। କନଷ୍ଟ୍ରକ୍ଟ ଦ ଟ୍ରୁଥ ଟେବୁଲ ଫର ଫଲୋଇଂ ଏକ୍ସପ୍ରେସନ। ପିଲେ ଏଇ ଦିଟା କୋଶ୍ଚିନ୍, 4 ନମ୍ବର ଆଉ 5 ନମ୍ବର ଦିଟାକ ସମାନ, କାରଣ ଖାଲି ତମର ସିମ୍ବଲରେ ଦିଟା ଅଲଗା ଖାଲି ଭ୍ୟାଲୁ ଦିଆହେଇଛି, କିନ୍ତୁ ସମାନ ମେଥଡଟା ହଉଛି ସମାନ। ତେଣୁ ଏଇ ଦିଟା କୋଶ୍ଚିନ୍ ଗୋଟେ କହିଲେ ଭୁଲ ହବ ନାହିଁ। ଦିଆଯାଇଥିବା ବାକ୍ୟର ସତ୍ୟ ସାରଣୀ ଗଠନ କର। ସତ୍ୟ ସାରଣୀ ଦେଇଦେଇଛି, ଏଇ ଓଡିଆରେ ମଧ୍ୟ ଇଂଲିଶରେ ମଧ୍ୟ, ଯୋଉଟାରେ ତମେ ସତ୍ୟ ସାରଣୀ ଗଠନ କରିପାରିବ। ଏକ୍ସପ୍ଲେନ ମିଲ୍ସ ମେଥଡ ଅଫ ଏଗ୍ରିମେଣ୍ଟ। ପିଲେ କହିଥିଲି ମିଲ୍ସଙ୍କର ଏଗ୍ରିମେଣ୍ଟ ଅନ୍ୱୟ ପଦ୍ଧତି ବର୍ଣ୍ଣନା କର। ମିଲ୍କର ମେଥଡ ଗୁଡା ଭେରି ଭେରି ଇମ୍ପୋର୍ଟାଣ୍ଟ। ଏକ୍ସପ୍ଲେନ ଗାନ୍ଧୀଜ କନସେପ୍ଟ ଅଫ ନନ୍ ଭାয়োଲେନ୍ସ। ଗାନ୍ଧୀଙ୍କର ଅହିଂସା ବିଷୟ ବର୍ଣ୍ଣନା କର। ତାପରେ ହ୍ୱାଟ ଇଜ ସାଇଣ୍ଟିଫିକ ଏକ୍ସପ୍ଲାନେସନ? ଏକ୍ସପ୍ଲେନ ଦ ନେଚର ଆଣ୍ଡ କ୍ୟାରେକ୍ଟରିଷ୍ଟିକ। ୟାର ନେଚର ଆଉ କ୍ୟାରେକ୍ଟରିଷ୍ଟିକ ବ୍ୟାଖ୍ୟା କର। ବୈଜ୍ଞାନିକ ବ୍ୟାଖ୍ୟା କାହାକୁ କୁହାଯାଏ? ଏହାର ସ୍ୱରୂପ ଓ ଲକ୍ଷଣ ବର୍ଣ୍ଣନା କର। ହ୍ୱାଟ ଇଜ ସିମ୍ବଲିକ ଲଜିକ? ସିମ୍ବଲିକ ଲଜିକ କଣ? ଏହାର କ୍ୟାରେକ୍ଟରିଷ୍ଟିକ ଲେଖ। ପ୍ରତୀକାତ୍ମକ ତର୍କଶାସ୍ତ୍ର କଣ? ଏହା ଗୁଣ ଓ ସ୍ୱରୂପ ବୁଝାଇ ଲେଖ। ଏକ୍ସପ୍ଲେନ ଆଣ୍ଡ ଏକ୍ସାମିନ ମିଲ୍ସ ମେଥଡ ଅଫ ଡିଫରେନ୍ସ। ଉପରେ ମିଲ୍କ ମେଥଡ ଆଉ ଗୋଟେ ଦେଖିଥିଲେ ପିଲେ, ଏବେ ଆଉ ଗୋଟେ ମିଲ୍କ ମେଥଡ କଣ? ବ୍ୟତିରେକ ପଦ୍ଧତି। କହିଥିଲି ପିଲେ ମିଲ୍କ ମେଥଡ ଅଫ ଡିଫରେନ୍ସ, ବ୍ୟତିରେକ ପଦ୍ଧତିକୁ ବିଶଦ ଭାବେ ବୁଝାଇ ଲେଖ। ଉପରେ ଆଉ ଗୋଟେ ମିଲ୍କ ମେଥଡ ଦେଖିଥିଲେ, ତେଣୁ ମିଲ୍କ ମେଥଡ ଜମା ଛାଡିକି ଯିବନି ପିଲେ। ମିଲ୍କ ମେଥଡରୁ ବହୁତ କ୍ୱେଶ୍ଚିନ୍ ଆସୁଛି। ପୂର୍ବ ବର୍ଷ ମଧ୍ୟ 2025ରେ ମଧ୍ୟ ତମର
ମିଲ୍କ ମେଥଡ ରୁ କ୍ୱେଶ୍ଚିନ୍ ଆସିଥିଲା। ମିଲ୍କ ଅନ୍ୱୟ ପଦ୍ଧତି, ମିଲ୍କ ଅନ୍ୱୟ ପଦ୍ଧତି, ମିଲ୍କ ମେଥଡ ଅଫ ଏଗ୍ରିମେଣ୍ଟ, ଏଠି ମେଥଡ ଅଫ ଡିଫରେନ୍ସ। ମେଥଡ ଅଫ ଡିଫରେନ୍ସ ମାନେ ବ୍ୟତିରେକ ପଦ୍ଧତି, ଅନ୍ୱୟ ପଦ୍ଧତି, ବ୍ୟତିରେକ ପଦ୍ଧତି, ଦିଟା ପଦ୍ଧତି ଏ ବର୍ଷ ପାଇଁ ଭେରି ଭେରି ଇମ୍ପୋର୍ଟାଣ୍ଟ। ଏକ୍ସପ୍ଲେନ ନ୍ୟାୟ ଥିଓରି ଅଫ ପରସିପସନ, ନ୍ୟାୟ ଦର୍ଶନର ପ୍ରତ୍ୟକ୍ଷ ପ୍ରତ୍ୟୟଟିକୁ ବୁଝାଇ ଲେଖ। ଗିଭ୍ ଆନ୍ ଆକାଉଣ୍ଟ ଅଫ ଗୀତାସ୍ କନସେପ୍ଟ ଅଫ ନିଷ୍କାମ କର୍ମ। ହେଲେ ନିଷ୍କାମ କର୍ମ ପୂର୍ବଥର 2 ମାର୍କିଆ ପଡିଥିଲା, କିନ୍ତୁ ଏ ବର୍ଷ ଲଙ୍ଗ କ୍ୱେଶ୍ଚିନ୍ ପାଇଁ ଇମ୍ପୋର୍ଟାଣ୍ଟ। କିନ୍ତୁ 2 ମାର୍କିଆରେ ତମ ଯୋଉଟା କହିଲି ସକାମ କର୍ମ ସେଇଟା ଇମ୍ପୋର୍ଟାଣ୍ଟ। ଗୀତାର ନିଷ୍କାମ କର୍ମ ସମ୍ପର୍କରେ ବିଶଦ ଭାବରେ ଆଲୋଚନା। ତ ଏଥିସହିତ ଆମର ସବୁ କ୍ୱେଶ୍ଚିନ୍ କମ୍ପ୍ଲିଟ୍ ହେଲା। ପରେ ଯୋଉଗୁଡ଼ା ବାହାର କରିଦେଇଛି ଏଟା ନଟ୍ ଇନ୍ ସିଲାବସ୍, ସେଗୁଡ଼ା ପଡ଼ିବନି, ଶେଷରେ ଦେଇଛି, ସେଗୁଡ଼ା କିଛି ଦେଖିବା ଦରକାର ନାହିଁ। ହେଲେ ଏଥିସହିତ ଲଜିକ୍ର ସୁପର ସିଲେକ୍ସନ୍ ଯେତିକି କ୍ୱେଶ୍ଚିନ୍ 2026 ପାଇଁ ଇମ୍ପୋର୍ଟାଣ୍ଟ ସବୁ ଦେଇଦେଲି। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଜଣାଇବ। ଯଦି ଚ୍ୟାନେଲରେ ନୂଆ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ସାଙ୍ଗମାନଙ୍କ ସହିତ ସେୟାର କରିବା ପାଇଁ ଭୁଲିବନି। ଥ୍ୟାଙ୍କ୍ସ ଫର ୱାଚିଂ, ଅଲ୍ ଦ ବେଷ୍ଟ ଫର ୟୋର ଏକ୍ଜାମିନେସନ୍।